କାଳିଆ ମାଙ୍କଡ ତା ଗୁମ୍ଫା ଆଗରେ ଶୋଇଥାଏ। ସେହି ସମୟରେ ଟିକି ଚଢେଇ ଓ ମିଠୁ ପାଖରେ ଥିବା କୋଳି ଗଛରେ ଆସି ବସିଲେ। ମିଠୁ, ଆମ ଜଙ୍ଗଲ କେତେ ସୁନ୍ଦର ହେଇଛି କହିଲୁ। ଏଠି ରହିବାକୁ ବହୁତ ମଜା ଲାଗୁଛି। ନା ଏଠି କେବେ ଖାଦ୍ୟର ଅଭାବ ଅଛି ନା ପାଣିର ଅଭାବ। ସବୁ ଜିନିଷ ଏଠି ଭରି ହେଇ ରହିଛି। ଭଗବାନଙ୍କୁ ତ ଅଶେଷ ଅଶେଷ ଧନ୍ୟବାଦ ଯେ ସେ ଆମକୁ ଏ ଜଙ୍ଗଲରେ ଜନ୍ମ ଦେଇଛନ୍ତି। ହଁ ହଁ ଟିକି, ତୁ ଠିକ କହିଛୁ। ତାପରେ ବି ଆମ ଜଙ୍ଗଲରେ କୌଣସି ପ୍ରକାରର ହିଂସ୍ର ପଶୁମାନେ ବି ନାହାନ୍ତି ଆମକୁ ହଇରାଣ କରିବାକୁ। ମିଠୁ, ତୁ ଗୋଟେ କଥା ଜାଣିଛୁ? ମୁଁ ଶୁଣିଛି ଆମ ଜଙ୍ଗଲକୁ କୁଆଡେ ଗୋଟେ କାଳିଆ ମାଙ୍କଡ ରହିବାକୁ ଆସିଛି। ଏକଥା ସତ ନା ମିଛ? ମୁଁ ବି ଏକଥା ଶୁଣିଥିଲି, ହେଲେ ମୁଁ ତାକୁ ଦେଖିନି। ସତ କି ମିଛ କଣ ହେଇଥିବ କେଜାଣି। ମୁଁ ଶୁଣିଛି କାଳିଆ ମାଙ୍କଡ ଗୁଡାକ କୁଆଡେ ଭାରି ଦୁଷ୍ଟ। କାଳି କହୁଥିଲା ସେ କୁଆଡେ ଚଢେଇ ମାନଙ୍କ ଅଣ୍ଡା ଚୋରି କରିଦିଅନ୍ତି, ଆଉ ଚଢେଇଙ୍କ ଛୁଆକୁ ମଧ୍ୟ ମାରି ଦିଅନ୍ତି। ସତରେ? ସେମାନେ କଣ ଏତେ ଭୟଙ୍କର? ଟିକି ଓ ମିଠୁର କଥା ଗୁମ୍ଫା ଭିତରେ ରହି କାଳିଆ ମାଙ୍କଡ ଶୁଣୁଥାଏ। ଆରେ, ଏଗୁଡାକ କଣ ମୋ ବିଷୟରେ ଏମିତି କଥା ହଉଛନ୍ତି? ମୁଁ ଏମାନଙ୍କୁ